ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 8 ଅଗଷ୍ଟ ଗୁରୁବାର 2024 ମସିହା ଶ୍ରାବଣ ମାସ କୃଷ୍ଣପକ୍ଷ କର୍କଟ 24 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି ମୂଳା। ତେଣୁକରି ଆଜି ମୂଳାକୁ ଆମେ କୌଣସି ଖାଦ୍ୟ ପଦାର୍ଥରେ ବ୍ୟବହାର କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ 12ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଦୂର ହେବ। ପାରିବାରିକ ଜୀବନରେ ଥିବା ବାଧାବିଘ୍ନ ଦୂର ହେବ। ବିଦ୍ୟାର୍ଥୀମାନେ ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଦୂରଯାତ୍ରା ଯୋଗ ରହିଛି। ଯଦି ଆପଣ ଆଇଟି, ସଫ୍ଟୱେୟାର, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ସ, ମିଡ଼ିଆ ଆଦି କ୍ଷେତ୍ରରେ କାମ କରୁଛନ୍ତି ତେବେ ସଫଳତା ପ୍ରାପ୍ତ କରିବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଭଗବାନ ଗଣେଶଙ୍କ ପାଖରେ କିଛି ମିଷ୍ଟାନ୍ନ ଭୋଗ ଲଗାଇ ଯାତ୍ରା ଆରମ୍ଭ କରନ୍ତୁ। ବୃଷ ରାଶି। ବୃଷ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣଙ୍କର ଆଣ୍ଠୁଗଣ୍ଠି, ମେରୁଦଣ୍ଡ ଓ ତଳିପାଦରେ ସମସ୍ୟା ସହିତ ମୁଣ୍ଡବିନ୍ଧା ଆଦି ଦେଖାଦେଇପାରେ। ପାରିବାରିକ ସ୍ଥିତି ଉତ୍ତମ ରହିବ। କର୍ମଚାପ ଆପଣଙ୍କର ଆଜି ଦିନରେ ବଢ଼ିଯିବ। ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ରହିବ। ଆଜି ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମା ଲକ୍ଷ୍ମୀଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି। ମିଥୁନ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଦୂର ହେବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ସଫଳତା ପ୍ରାପ୍ତ କରିବେ। ଦୂରଯାତ୍ରା ଯୋଗ ରହିଛି। ଆଜି କୌଣସି ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମା ଦୁର୍ଗାଙ୍କୁ ଦର୍ଶନ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି। କର୍କଟ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହେବେ। ହଜିଯାଇଥିବା କୌଣସି ଜିନିଷ ଫେରି ପାଇବେ। ପାଖ ପଡ଼ୋଶୀଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଭାଗ୍ୟବାଦୀ ହେବେ। ନୂତନ ଭୂମି ଜମି କ୍ରୟ କରିବା ପାଇଁ ଚିନ୍ତା କରିପାରନ୍ତି ଅଥବା ନୂତନ ଗୃହ ନିର୍ମାଣ କରିବା ପାଇଁ ମଧ୍ୟ ଚିନ୍ତା କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମହୁ ଖାଇ ଦୂରଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି। ସିଂହ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ନେଇ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂତନ ନିଯୁକ୍ତି ମିଳିପାରେ। ଟେକ୍ସଟାଇଲ ଜନିତ ବ୍ୟବସାୟ ଥିବା ବ୍ୟକ୍ତିମାନେ ଲାଭବାନ ହେବେ। ବିଭିନ୍ନ ଆନୁଷ୍ଠାନିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆଜି ଆପଣ ତମ୍ବା ଢାଳରେ ଜଳ ସହିତ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଜଳାର୍ଘ୍ୟ ପ୍ରଦାନ କରନ୍ତୁ। କନ୍ୟା ରାଶି। କନ୍ୟା ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ମାଙ୍କର କିମ୍ବା ପତ୍ନୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଆଜି ନୂତନ କାର୍ଯ୍ୟ କରନ୍ତୁ ନାହିଁ। ଆଜି ସ୍କିନ୍ ପ୍ରୋବ୍ଲେମ୍, ଅମ୍ଳ ଓ ପିତ୍ତ ଦୋଷ ଏବଂ ଅଣ୍ଟା ଏବଂ ପିଠିରେ ଯନ୍ତ୍ରଣା ଦେଖାଦେଇପାରେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମା ଦୁର୍ଗାଙ୍କୁ ରକ୍ତ ଚନ୍ଦନ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। ତୁଳା ରାଶି। ତୁଳା ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ରହିବ। କୌଣସି ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆଜି ଆପଣ ଭ୍ରମଣପ୍ରିୟ ଓ ଉଚ୍ଚାଭିଳାଷୀ ହେବେ। ଅନ୍ୟମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଆଜି ଆପଣ କ୍ରୋଧ କରନ୍ତୁ ନାହିଁ କିମ୍ବା କାହା ସହିତ ଝଗଡ଼ା ମଧ୍ୟ କରନ୍ତୁ ନାହିଁ। ଭାବିଚିନ୍ତି ବୁଝି ବିଚାରି ସବୁ କାର୍ଯ୍ୟ କରନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମହାଦେବଙ୍କୁ ଦର୍ଶନ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ବିଛା ରାଶି। ବିଛା ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଉଚ୍ଚ ପଦାଧିକାରୀ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। ଆଜି ଆପଣ ଭାବିଚିନ୍ତି ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ଲାଭ କରିବେ। ଯେଉଁମାନେ କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ପାରିବାରିକ ଜୀବନରେ ଥିବା ବାଧାବିଘ୍ନ ଦୂର ହେବ।
ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନ ଚାଳିଶା ପାଠ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ଧନୁରାଶି। ଧନୁରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହେବ। ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ପ୍ରାପ୍ତ ହୋଇପାରେ। ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଚନ୍ଦନରେ କେଶର ମିଶାଇ ମଥାରେ ଲଗାଇ ଯାତ୍ରା ଆରମ୍ଭ କରନ୍ତୁ। ମକର ରାଶି। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ନିଜର ଅନ୍ତରର କଥାକୁ ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ଆପଣ କୁଣ୍ଠାବୋଧ କରିପାରନ୍ତି। ଆଜି ଆପଣଙ୍କ ପାଇଁ ଦୂରଯାତ୍ରା ଯୋଗ ରହିଛି। ସାଧାରଣ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଘର ଲୋକଙ୍କ ଦ୍ୱାରା ଦୁଃଖିତ ହୋଇପାରନ୍ତି। ନୂତନ କାର୍ଯ୍ୟ ଆଜି ଆପଣ ଆରମ୍ଭ କରନ୍ତୁ ନାହିଁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଏକ ମୁଠା ମୁଗ ଦାନା ନେଇ ନିଜ ମୁଣ୍ଡ ଚାରିପଟେ 7 ଥର ବୁଲାଇ ତୁଳସୀ ଗଛ ମୂଳରେ ପକାଇ ଦିଅନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନଙ୍କର ବ୍ୟବସାୟରେ କ୍ଷତି ହୋଇପାରେ। ପାରିବାରିକ ଜୀବନରେ ମତ ପାର୍ଥକ୍ୟ ଦେଖାଦେଇପାରେ। ପାର୍ଟନରସିପ୍ ବିଜନେସରେ କ୍ଷତି ହୋଇପାରେ। କର୍ମକ୍ଷେତ୍ରରେ କର୍ମଚାପ ବଢ଼ିପାରେ। ଅଧସ୍ତନ କର୍ମଚାରୀଙ୍କ ଠାରୁ ସତର୍କ ରୁହନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମହାଦେବଙ୍କୁ ଦର୍ଶନ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଉଚ୍ଚ ପଦାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ନୂତନ କାର୍ଯ୍ୟ ଆରମ୍ଭ କଲେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ ରହିଛି। ଯେଉଁମାନେ ମେଡ଼ିସିନ ବିଭାଗରେ କାର୍ଯ୍ୟ କରୁଛନ୍ତି କିମ୍ବା ଡକ୍ଟର ଅଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିଛି। ଘରେ ବିବାହ ଯୋଗ୍ୟ ପୁଅ କିମ୍ବା ଝିଅ ଥିଲେ ସେମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ। ନୂତନ ନିଯୁକ୍ତି ମିଳିପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ଯେତେବେଳେ ବାହାରକୁ ଯାଉଛନ୍ତି ଗୋଟେ ଖଣ୍ଡ ହଳଦୀ ନିଜ ପାଖରେ ରଖି ଯାତ୍ରା ଆରମ୍ଭ କରନ୍ତୁ।